ଆଜି ଆକାଶ ମାର୍ଗରୁ 5ଟି ଜିଲ୍ଲାର ପ୍ରାୟ 12ରୁ ଅଧିକ ବ୍ଲକରେ ବନ୍ୟା ପରିସ୍ଥିତିକୁ ଯାଇକି ମୁଁ ଅନୁଧ୍ୟାନ କରିଛି। ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ଏସ୍ଆରସି ଶ୍ରୀ ରାଜେଶ ପ୍ରଭାକର ପାଟିଲ ମଧ୍ୟ ଆଜି ମୋ ସହିତ ଏରିଏଲ ସର୍ଭେରେ ଯାଇଥିଲେ। ବିଶେଷ କରିକି ଯାଜପୁର ଜିଲ୍ଲାର 3ଟି ବ୍ଲକ ଦଶରଥପୁର, ବୋରି ଏବଂ ବିଞ୍ଝାରପୁର, ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରୀ ପୋଖରୀ ଓ ଚାନ୍ଦବଲି ବ୍ଲକ 3ଟି ଏବଂ ବାଲେଶ୍ୱର ଜିଲ୍ଲାର ସୋର, ରେମୁଣା ଏବଂ ବାଲେଶ୍ୱର ସଦର ଏବଂ ମୟୂରଭଞ୍ଜ ଜିଲ୍ଲାର ମଧ୍ୟ କିଛି ଅଂଶ ବଡ଼ସାହି ବ୍ଲକ ଏବଂ ତା ସହିତ ଉଦଳାର କିଛି ଅଂଶ ଏବଂ କପ୍ତିପଦା ବ୍ଲକର ମଧ୍ୟ କିଛି ଅଂଶ ଦେଖିବା ସହିତ କେନ୍ଦୁଝରର ହାଟଡ଼ି ବ୍ଲକ ଅଞ୍ଚଳ ଦେଖିଲା ପରେ ମୁଁ ବର୍ତ୍ତମାନ ଜଷ୍ଟ ସେଠୁ ଆସିକି ପହଞ୍ଚିଛି। ଏସବୁ ଅଞ୍ଚଳର ଅନେକ ଗାଁ ପାଣି ଘେରରେ ଏବେ ମଧ୍ୟ ରହିଛି। ତେବେ ପରିସ୍ଥିତି ଧୀରେ ଧୀରେ ସୁଧାରୁଛି। ପ୍ରାୟତଃ ସବୁ ନଦୀମାନଙ୍କରେ ପାଣିର ଯେଉଁ ପ୍ରଖରତା ଏବେ କମିଛି। ପ୍ରାୟତଃ ଆସନ୍ତା 2 ଦିନ ମଧ୍ୟରେ ସ୍ୱାଭାବିକ ଭାବରେ ନଦୀର ଯେଉଁ ପ୍ରଭାବିତ ଯେଉଁ ପରିସ୍ଥିତି ତାହା ସୁଧାରିଯିବ ବୋଲି ମୁଁ ଆଶା କରୁଛି। ବନ୍ୟା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ଭାବେ ନଜର ରଖାଯାଇଛି। ସେଥିପାଇଁ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ମୁଁ ନିର୍ଦ୍ଦେଶ ଦେଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ତୀକ୍ଷ୍ଣ ନଜର ୟା ଉପରେ ରଖାଯାଇଛି। ସବୁ ବିପର୍ଯ୍ୟୟ ପରି ଏ ବନ୍ୟାରେ ମଧ୍ୟ କିଭଳି ଭାବରେ ଜିରୋ କାଜୁଆଲିଟି ହୋଇପାରିବ ତା ଉପରେ ଆମ ସରକାର ନଜର ରଖିଛନ୍ତି। ଏହି ବନ୍ୟାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 8 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ଆମ ସରକାରଙ୍କ ତରଫରୁ 2,69,000 ଲୋକଙ୍କୁ ଆମେ ସେମାନଙ୍କୁ ଏଭାକୁଏଟ୍ କରିକି ସୁରକ୍ଷିତ ସ୍ଥାନକୁ ଆମେ ନେଇପାରିଛନ୍ତି। ଏମାନଙ୍କର ପାଇଁ ଉଦ୍ଧାର କାର୍ଯ୍ୟରେ ଲଗାଯାଇଥିବା 17ଟି ଓଡ୍ରାଫ୍, 7ଟି NDRF ଏବଂ 129ଟି ଅଗ୍ନିଶମ ଓ ଜରୁରୀ ସେବା ଏମାନଙ୍କୁ ସମସ୍ତଙ୍କୁ ସାମିଲ କରାଯାଇଥିଲା। ପ୍ରାୟ 700ଟି ଆଶ୍ରୟସ୍ଥଳ, ରିଲିଫ କ୍ୟାମ୍ପରେ ସେମାନଙ୍କର ପାଇଁ ରହିବାର ବ୍ୟବସ୍ଥା, ଶୁଖିଲା ଖାଦ୍ୟର ବ୍ୟବସ୍ଥା ଏବଂ ରନ୍ଧା ଖାଦ୍ୟର ବ୍ୟବସ୍ଥା ସହିତ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା ଏବଂ ତା ସହିତ ମଧ୍ୟ ଯଦି କାହାର ଦେହ ଅସୁସ୍ଥ ହୋଇଯିବ ତାହେଲେ ଚିକିତ୍ସା କରିବା ପାଇଁ ମଧ୍ୟ ସେଠି ଡାକ୍ତରୀ ଟିମ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏ ସମସ୍ତ ଜିଲ୍ଲାମାନଙ୍କରେ କ୍ଷେତ୍ର ସ୍ତରରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ଏବେ ବି ତଦାରଖ କରାଯାଉଅଛି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟର ବିପର୍ଯ୍ୟସ୍ତ ପରିଚାଳନା ପାଣ୍ଠି ବା SDRFରୁ 26 କୋଟି ଟଙ୍କା ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତ ପରିବାରମାନଙ୍କୁ ପଲିଥିନ୍, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ପିଇବା ପାଣି, ଔଷଧ ଏ ସମସ୍ତ ଆବଶ୍ୟକ ଅନୁସାରେ କିମ୍ବା କେଉଁଠି ଅଭିଯୋଗ ଆସିଲେ କିମ୍ବା ମିଡ଼ିଆ ମାଧ୍ୟମରେ ମଧ୍ୟ କେଉଁଠି ଆପଣମାନେ ଦୃଷ୍ଟି ଆକର୍ଷଣ କଲେ ତୁରନ୍ତ ଆମ ସରକାର ନଜର ରଖିଛନ୍ତି ଏବଂ ତା ଉପରେ ମଧ୍ୟ ସେମାନଙ୍କ ପାଖକୁ ଆମେ ଏ ସମସ୍ତ ବ୍ୟବସ୍ଥା ପହଞ୍ଚାଇବାରେ ଯଥା ସମୟରେ ଆମେ ତାକୁ ସକ୍ଷମ ହୋଇପାରୁଛୁ। ଏବେ ପାଣି ଛାଡ଼ିବା ଉପକ୍ରମ କରୁଛି। ପାଣି ଛାଡ଼ିଲା ପରେ 3 ଦିନ ମଧ୍ୟରେ ଅର୍ଥାତ୍ 72 ଘଣ୍ଟା ମଧ୍ୟରେ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ତାର ସରଜମିନ ତଦନ୍ତ କରିବେ, ରିପୋର୍ଟ ବନେଇବେ ଏବଂ ରିପୋର୍ଟ ବନେଇକରି ସେ ସରକାରକୁ ତାଙ୍କର ରିପୋର୍ଟ ସମସ୍ତ ଉପସ୍ଥାପନା କରିବେ। ବିଶେଷ କରିକି ଆକଳନ ପରେ ତୁରନ୍ତ ସହାୟତା ପ୍ୟାକେଜ ସେମାନଙ୍କ ପାଖକୁ ପହଞ୍ଚାଯିବ। କୃଷି, ଘର ଭଙ୍ଗା ସହାୟତା ଉପରେ ଆମ ସରକାର ପୁରା ଗୁରୁତ୍ୱ ଦେଇ ଆସୁଛନ୍ତି ଏବଂ ଗୁରୁତ୍ୱ ମଧ୍ୟ ଦେବେ ଏବଂ ଯେଉଁ ବନ୍ୟା ପରିସ୍ଥିତି କାରଣରୁ ଯେଉଁଠି ଘାଇ ସୃଷ୍ଟି ହେଲା, ପରବର୍ତ୍ତୀ ପର୍ଯ୍ୟାୟରେ ରୋଡ଼ ମଧ୍ୟ କେଉଁଠି ଦବି ଯାଇଛି କିମ୍ବା ଭାଙ୍ଗି ଯାଇଛି
से रोड गुड़िकर तुरंत रिपेयरिंग बा मरामती कराजिबो सेथिपाई संपृक्त विभाग अधिकारी मान को निर्देश दिया जाइछि एवं इंजीनियर मान को मध्य काम करिया पई समान को परामर्श दिया जाइछि। एणु आगामी दिन में जेतेबेले स्वास्थ्य परिस्थिति हुए तो आसी पारे बन्या परे किंबा साइक्लोन परे जमिति परिस्थिति गोटे आसे ताकू भी नजर रे कड़ा रखा जाइछि। बन्या परवर्ती परिस्थितिर ताकू केमती मुकाबला करा जाई परिबो। रोग कौन सी प्रकार जमती लोक मान पाखरे एक बड़ जो डायरिया किंबा आपंकर अन्यान्य जो रोग ये न पहुँची पार से सरकार संपूर्ण भाव में सतर्कता अवलंबन करी काम करुछंती। मु आशा करी एथर बन्या परिस्थिति शीघ्र शीघ्र आसिला परे मध्य बहुत क्षति घटेला परे माने बहुत बड़ फ्लोरे आसिला परे मध्य सतर्कता अवलंबन सरकार तरफ करा जाइथिबारु सूचना ठीक समय समस्त को प्रदान करा जाइथिबारु संभवतः यह को आमे आज गोटे प्रकार एड़े देइछु माने बड़ जो भयंकर क्षति हेबा परिस्थिति बर्तमान एड़ा जाई पारिछि एवं एबे मध्य महानदीर पानी तलमुंडारे आसिकी पहुँचबारे लागिछि। जहाँ रिपोर्ट आम पाखरे अच्छी जे नदी रे जेतिकी पानी फ्लो जाउथला से भी कमिबा आरंभ करिछि। एणु साधारणतः भाव में दया नदी भार्गव नदी कुशभद्रा नदी एवं एमानंकर अफेक्टेड एरिया जो अच्छी विशेष करी पुरी रो कणास ब्लॉक ये सब अंचल मानकरे मध्य तीक्ष्ण नजर रखा जाइछि। से प्रकार बड़ धरनर परिस्थिति हेला लागू नहीं तथापि सावधान सहित समस्त प्रकार आनुषांगिक व्यवस्था सहित जिला प्रशासन एवं आमर एनडीआरएफ एसडीआरएफ टीम को सजाग रखा जाइछि। फायर टीम पूरा संपूर्ण भाव में प्रस्तुत होकर अछंती और निश्चित भाव में जो परिस्थिति आसीबो ताकू समाधान तुरंत त्वरित पर्यायर इमरजेंसी ताकू समापन करा जिवो एवं निश्चित भाव में ये बन्या परिस्थिति को मुकाबला करिबा पई एवं तार बन्या परवर्ती पर्यायर किभली भाव में चाष कार्य को आउ थे जो जगार संभव अच्छी जो जगार पानीर स्तर कमी जीव से सबको दृष्टि रखिक सरकार उभय राजस्व विभाग तरफ आकलन कला परे कृषि विभाग को मध्य निर्देश दि जाइए से ताहार कृषि क्षेत्र में कौ जगार पुनर्बार आउ थे कृषि कार्य से चाषी मान संपृक्त से काम लगे पारे से सरकार संपूर्ण भाव में या नजर रखिछंती।